ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀର ଭୂଗୋଳ ବହିର ସମ୍ବଳ ପ୍ରଥମ ଅଧ୍ୟାୟ ପ୍ରଥମ ପାଠ ସମ୍ବଳ ଓ ତାର ବିକାଶ ପାଠଟିକୁ ପଢ଼ିବା, ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର, ତାହେଲେ ବୁଝିବା ପାଇଁ ସହଜ ଓ ସୁବିଧା ହେବ। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ଆରମ୍ଭ କରିବା। ମନୁଷ୍ୟ ତାର ଜୀବନ ଧାରଣ ପାଇଁ ଭୂପୃଷ୍ଠସ୍ଥ ପ୍ରାକୃତିକ ପରିବେଶ ଉପରେ ସଦାସର୍ବଦା ନିର୍ଭର କରିଥାଏ। ମନୁଷ୍ୟ ଜୀବନ ଧାରଣ ପାଇଁ ଭୂପୃଷ୍ଠରେ ମାନେ ଭୂମିରେ ବାସ କରେ, ପ୍ରାକୃତିକ ପରିବେଶ ଉପରେ ସଦାସର୍ବଦା ନିର୍ଭର କରିଥାଏ। ଚତୁଃପାର୍ଶ୍ୱସ୍ଥ ପରିବେଶରୁ ବିଭିନ୍ନ ପ୍ରାକୃତିକ ବସ୍ତୁକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ବିନିଯୋଗ କରି ସେ ତାର ଜୀବନଯାପନର ଆବଶ୍ୟକତା ପୂରଣ କରିଥାଏ। ହେଲେ ମନୁଷ୍ୟ କ'ଣ କରେ ନା ତା ଚାରିପାଖରେ ଥିବା ଜିନିଷର ଆବଶ୍ୟକତା ପୂରଣ କରିଥାଏ। ଯାହା ଚାରିପାଖରେ ରହିଛି ସେହି ବସ୍ତୁକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବିନିଯୋଗ କରି ତାର ଜୀବନଯାପନର ଆବଶ୍ୟକତା ପୂରଣ କରିଥାଏ। ଏହାଦ୍ୱାରା ତାର ଜୀବନଯାପନ ଶୈଳୀ ମଧ୍ୟ ଉନ୍ନତ ହୋଇଥାଏ। ଉକ୍ତ ସାମଗ୍ରୀ ଗୁଡ଼ିକର ପ୍ରାକୃତିକ ଭୌତିକ ଗୁଣରେ ପର୍ଯ୍ୟାୟକ୍ରମେ କେତେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ଉଦାହରଣ ସ୍ୱରୂପ କାଠରୁ କାଠ ଉପକରଣ, ଆମେ ଜାଣିଛେ କାଠରୁ କାଠ ଉପକରଣ, ତୁଳାରୁ ସୂତା, ସୂତାରୁ ଲୁଗା, ଖଣିଜ ପଦାର୍ଥରୁ ବିଭିନ୍ନ ଯନ୍ତ୍ରାଂଶ, ଗୃହ ଉପକରଣ ଇତ୍ୟାଦି ପ୍ରସ୍ତୁତ ଆଉ ବ୍ୟବହୃତ ହୁଏ। ଆମେ ଜାଣିଛେ କାଠରୁ କାଠର ଉପକରଣ ମାନେ କାଠରୁ ଟେବୁଲ, ଚୌକି, ଖଟ, ଆଲମିରା ଏସବୁ ତିଆରି ହୁଏ। ତେଣୁ କାଠ ଉପକରଣ ସେ ହେଉଛି କାଠର ଯାହା ତିଆରି ଉପକରଣ। ତୁଳାରୁ ସୂତା ତିଆରି ହୁଏ, ସୂତାରୁ ଆମେ ଲୁଗା ତିଆରି କରୁ। ସେହିଭଳି ଖଣିଜ ପଦାର୍ଥରୁ ବିଭିନ୍ନ ଯନ୍ତ୍ରାଂଶ ଆଉ ଗୃହ ଉପକରଣ ସବୁ ତିଆରି ହୁଏ। ସାମଗ୍ରୀ ଗୁଡ଼ିକ ଅପେକ୍ଷା ଏଥିରୁ ଉତ୍ପାଦ ଗୁଡ଼ିକ ଅଧିକ ମୂଲ୍ୟବାନ ହୋଇଥାଏ। ଏଥିରୁ ଆମେ ଜାଣିଲେ ମନୁଷ୍ୟର ବ୍ୟକ୍ତିଗତ ତଥା ସାମାଜିକ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହେଉଥିବା ପରିବେଶର ବିଭିନ୍ନ ପଦାର୍ଥ, ଜୈବ, ଅଜୈବ ତଥା ଶକ୍ତି ଇତ୍ୟାଦି ଯାହା ପ୍ରାଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ, ତାକୁ ସମ୍ବଳ କୁହାଯାଏ। ଏବଂ ମୋଟାମୋଟି କହିଲେ ସମ୍ବଳକୁ କହିଲେ କ'ଣ ବୁଝ ନା ଯାହା ଆମର ଅଭାବ ପରିପୂର୍ଣ୍ଣ କରିଥାଏ, ଆବଶ୍ୟକ ପରିପୂର୍ଣ୍ଣତା କରିଥାଏ, ତାହା ହେଉଛି ସମ୍ବଳ। ତାହାକୁ ସମ୍ବଳ ବୋଲି କହିବା, ଯାହା ମଣିଷର ଅଭାବ ପରିପୂରଣ କରିଥାଏ। ପ୍ରାକୃତିକ ପରିବେଶ ମଧ୍ୟରେ ଅବ୍ୟବହୃତ କିମ୍ବା ଅଜ୍ଞାତ ହୋଇ ରହିଥିବା ପଦାର୍ଥ ସମ୍ବଳ ରୂପେ ବିବେଚିତ ହୋଇନଥାଏ। ପ୍ରାକୃତିକ ପରିବେଶ ମଧ୍ୟରେ ଯାହାକି ଅବ୍ୟବହୃତ ମାନେ ଯାହା ବ୍ୟବହାର ହୋଇନାହିଁ, ଯାହା ଅଜ୍ଞାତ ଭାବରେ ଲୁଚିକିରି ରହିଛି, ଅଜ୍ଞାତ ମାନେ ଯାହାକୁ କେହି ଜାଣିନାହାନ୍ତି, ତାହା ସମ୍ବଳ ରୂପେ ବିବେଚିତ ହୋଇନଥାଏ। ମନୁଷ୍ୟ ତାର ସନ୍ଧାନ ତଥା ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳ ରୂପେ ବିବେଚିତ ହୁଏ। ତେଣୁ ଯେଉଁ ଦେଶର ସମ୍ବଳକୁ ଗଚ୍ଛିତ ଅବସ୍ଥାରେ ନେଇ ଯେତିକି ପରିମାଣରେ ବିକଶିତ କରିପାରିଛି, ସମ୍ବଳକୁ ଗଚ୍ଛିତ ଅବସ୍ଥାରୁ ନେଇ ଯେତିକି ପରିମାଣରେ ବିକଶିତ କରିପାରିଛି, ସେ ଦେଶ ସେତେ ଉନ୍ନତ ବା ଅର୍ଥନୈତିକ ଅବସ୍ଥା ସେତିକି ପରିମାଣରେ ବୃଦ୍ଧି ବା ସମୃଦ୍ଧ ହୋଇପାରିଛି। ଏହି ସମ୍ବଳ ଗୁଡ଼ିକ ମଧ୍ୟରୁ କେତେକ ସମ୍ବଳ ସିଧାସଳଖ ବ୍ୟବହାର କରାଯାଇଥିବା ବେଳେ ଅନ୍ୟ କେତେକ ସମ୍ବଳକୁ ବିଭିନ୍ନ ଉପାୟରେ ରୂପାନ୍ତରିତ କରି ବ୍ୟବହାର କରାଯାଇ ପଡ଼ୁଛି। ଏହି ରୂପାନ୍ତରଣ ପ୍ରକ୍ରିୟା ପ୍ରାକୃତିକ ପରିବେଶରେ ପ୍ରକୃତି, ମନୁଷ୍ୟ, ପ୍ରଦ୍ୟୋଗ ଅନୁଷ୍ଠାନ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ। ଅନେକ ଭାବନ୍ତି ଯେ ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତ ଦାନ। କେତେକ କହନ୍ତି ସମ୍ବଳ ହେଉଛି ପ୍ରକୃତିର ମୁକ୍ତ ଦାନ। ମାତ୍ର ଏହା ଯଥାର୍ଥ ନୁହେଁ। ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ। ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ। ବୁଝିଲ ପିଲାମାନେ, ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ
ଉଲ୍ଲେଖଯୋଗ୍ୟ। ମନୁଷ୍ୟର ବ୍ୟବହାର ଉଲ୍ଲେଖଯୋଗ୍ୟ କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟା ବୋଲି କୁହାଯାଏ। ଉପଭୋକ୍ତା କ୍ଷୟକାରୀ କାରକ ଭାବରେ ବିଚାର କରାଯାଏ। ତେଣୁ ମୋଟାମୋଟି କହିଲେ ସମ୍ବଳର ସ୍ରଷ୍ଟା ହେଉଛି ମନୁଷ୍ୟ। ସମ୍ବଳର ସ୍ରଷ୍ଟା ମନୁଷ୍ୟ। ସେ ଉପଭୋକ୍ତା ସମ୍ବଳକୁ ବ୍ୟବହାର କରିଥାଏ ଏବଂ କ୍ଷୟକାରୀ କାରକ ଭାବରେ ବିଚାର କରାଯାଏ। ସମ୍ବଳକୁ ମଧ୍ୟ କ୍ଷୟ କରିଥାଏ ମନୁଷ୍ୟ। ତେଣୁ ସମ୍ବଳର ସ୍ରଷ୍ଟା କିଏ? ସମ୍ବଳର ସ୍ରଷ୍ଟା ହେଉଛି ମନୁଷ୍ୟ। ଉପଭୋକ୍ତା ମଧ୍ୟ ନିଜେ ଆଉ କ୍ଷୟକାରୀ କାରକ ଭାବରେ ମଧ୍ୟ ବିବେଚନା କରାଯାଏ। ତେଣୁ ଅର୍ଥନୈତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଥାଏ। ମନୁଷ୍ୟ ହେଉଛି ମୁଖ୍ୟ କର୍ତ୍ତା କାରଣ ଉତ୍ପାଦନ, ବଣ୍ଟନ, ବ୍ୟବହାର, କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ହିଁ ସମାହିତ ହୋଇଥାଏ। ସେଥିପାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଥାଏ, ଯାହାକୁ କି କୁହାଯାଏ ମାନବ ସମ୍ବଳ। ତାକୁ କ'ଣ କୁହାଯାଏ? ମାନବ ସମ୍ବଳ। ମନୁଷ୍ୟକୁ ମାନବ ସମ୍ବଳ ବୋଲି କୁହାଯାଏ। କୌଣସି ଦେଶର ଲୋକମାନଙ୍କର ଜୀବନଧାରଣର ମାନ ଉକ୍ତ ଦେଶର ସମ୍ବଳ ଜନସଂଖ୍ୟାର ଗୁଣ ଆକାର ଉପରେ ନିର୍ଭର କରିଥାଏ। ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଅର୍ଥନୈତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟା, ପ୍ରାକୃତିକ ସମ୍ବଳ ଓ ମନୁଷ୍ୟମାନଙ୍କର ସମ୍ବଳ ବ୍ୟବହାରକାରୀ ଗୁଣ ଉପରେ ନିର୍ଭର କରିଥାଏ। ସମ୍ବଳର 4ଟା ବିଶେଷତ୍ୱ ଅଛି। ସମ୍ବଳର କେତୋଟି ବିଶେଷତ୍ୱ ଅଛି? ସର୍ଟ କୋଶ୍ଚିନ୍ରେ ଆସିବ। ସମ୍ବଳର 4ଗୋଟି ବିଶେଷତ୍ୱ ଅଛି। ହେଲା, ସମ୍ବଳ 4ଗୋଟି ବିଶେଷତ୍ୱ କ'ଣ କ'ଣ ସେଗୁଡ଼ିକ ଆମେ ଲେଖିବା। ପ୍ରଶ୍ନ ହେବ ସମ୍ବଳର 4ଗୋଟି ବିଶେଷତ୍ୱ କ'ଣ କ'ଣ କିମ୍ବା ସମ୍ବଳର କେତୋଟି ବିଶେଷତ୍ୱ ରହିଛି, ତାକୁ ଆମେ ଏଇଭଳି ଉତ୍ତର ଦେବା। ସମ୍ବଳର 4ଗୋଟି ବିଶେଷତ୍ୱ ରହିଛି। ସେଗୁଡ଼ିକ ହେଲା 1 ଉପଯୋଗିତା, ଯାହାକୁ ୟୁଟିଲିଟି ବୋଲି କୁହାଯାଏ। 2 ହେଉଛି କାର୍ଯ୍ୟଦକ୍ଷତା, ଫଙ୍କସନାଲିଟି, କାର୍ଯ୍ୟଦକ୍ଷତା। 3 ହେଉଛି ସୁଲଭତା, ଏଭେଲେବିଲିଟି, ମାନେ ପ୍ରଚୁର ଭାବରେ ଯାହା ମିଳେ, ଏଭେଲେବିଲିଟି। ତାପରେ ଆସିଲା ପରିବର୍ତ୍ତନଶୀଳତା, ଚେଞ୍ଜେବିଲିଟି। ଏ ହେଉଛି ସମ୍ବଳର ବିଶେଷତ୍ୱ। ସମ୍ବଳର କେତୋଟି ବିଶେଷତ୍ୱ ରହିଛି? ସମ୍ବଳର 4ଟି ବିଶେଷତ୍ୱ ରହିଛି। ତାପରେ ଆଗକୁ ଯିବା ପିଲାମାନେ। ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ପ୍ରଥମେ ସମ୍ବଳ ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ। ଦ୍ୱିତୀୟରେ ଏହାର ସୁଲଭତା ଥିବା ଆବଶ୍ୟକ। ସମ୍ବଳ ବ୍ୟବହାର ହୋଇଥିବ କିମ୍ବା ଏହାର ସୁଲଭତା ଥିବ। ତୃତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ଆବଶ୍ୟକ। ଏବଂ ଚତୁର୍ଥତଃ ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ ଏହାକୁ ପରିବର୍ତ୍ତନ କରାଯାଇପାରୁଥିବ, ତାହେଲେ ସେ ସମ୍ବଳ ପଦବାଚ୍ୟ ହୋଇପାରିବ। ସମ୍ବଳର ପ୍ରକାରଭେଦ। ଉତ୍ପତ୍ତି ବ୍ୟବହାର ଗୁଣ ଅନୁସାରେ ସମ୍ବଳକୁ ବିଭକ୍ତ କରାଯାଇଛି। ସେଗୁଡ଼ିକ ଆମେ ଆଲୋଚନା କରିବା। 1 ପ୍ରକୃତି ଅନୁସାରେ ସମ୍ବଳକୁ କ'ଣ ବିଭକ୍ତ କରାଯାଇଛି ତାହା ଆଲୋଚନା କରିବା। ଦେଖ, ପ୍ରାକୃତିକ ସମ୍ବଳ। ପ୍ରକୃତି ଅନୁସାରେ ପ୍ରାକୃତିକ ସମ୍ବଳ ବୋଲି ବିବେଚନା କରାଯାଇଛି, ଯାହା ନ୍ୟାଚୁରାଲ ରିସୋର୍ସେସ୍। ପ୍ରାକୃତିକ ସମ୍ବଳ। ପ୍ରାକୃତିକ ସମ୍ବଳ କହିଲେ କ'ଣ ବୁଝ? ଯେଉଁ ସମ୍ବଳ ପ୍ରକୃତିରେ ମିଳିଥାଏ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଉପକୃତ ମିଳିଥାଏ, ତାହାକୁ ପ୍ରାକୃତିକ ସମ୍ବଳ କୁହାଯାଏ। ପ୍ରକୃତି ପ୍ରଦତ୍ତ ସମ୍ବଳ ହେଉଛି ପ୍ରାକୃତିକ। କ'ଣ କ'ଣ ପ୍ରାକୃତିକ ସମ୍ବଳ? ପ୍ରାକୃତିକ ସମ୍ବଳର ଉଦାହରଣ ହେଉଛି ଭୂମି, ମୃତ୍ତିକା, ଅରଣ୍ୟ, ବନ୍ୟପ୍ରାଣୀ, ଜଳ, ବାୟୁ, ଖଣିଜ ପଦାର୍ଥ, ଶକ୍ତି ଇତ୍ୟାଦି ପ୍ରାକୃତିକ ସମ୍ବଳ ଅନ୍ତର୍ଭୁକ୍ତ। ପ୍ରାକୃତିକ ସମ୍ବଳ ଅନ୍ତର୍ଭୁକ୍ତ କ'ଣ? ପ୍ରାକୃତିକ ସମ୍ବଳ ଅନ୍ତର୍ଭୁକ୍ତ ହେଉଛି ଭୂମି, ମୃତ୍ତିକା, ଅରଣ୍ୟ, ବନ୍ୟପ୍ରାଣୀ, ଜଳ, ବାୟୁ, ଖଣିଜ ପଦାର୍ଥ, ଶକ୍ତି ଇତ୍ୟାଦି। ପିଲାମାନେ ଏହାକୁ ଭଲ ଭାବରେ ମନେ ରଖିବା। ପାର୍ଥିବ ଦଶାରେ ଆସିଲେ ମଧ୍ୟ ଏହିସବୁ ଆମେ ଲେଖିପାରିବା। ପ୍ରାକୃତିକ ସମ୍ବଳ କହିଲେ କ'ଣ ବୁଝ? ନା ଯେଉଁ ସମ୍ବଳ ପ୍ରକୃତିରୁ ମିଳେ ବା ପ୍ରକୃତି ଦତ୍ତ, ତାହା ହେଉଛି ପ୍ରାକୃତିକ, ଯାହାକି ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇଥାନ୍ତି। କେଉଁମାନେ? ମନୁଷ୍ୟମାନେ, ଯାହାକି ଭୂମି,
ମୂର୍ତ୍ତିକା ଅରଣ୍ୟ ବନ୍ୟପ୍ରାଣୀ ଇତ୍ୟାଦି ପ୍ରାକୃତିକ ସମ୍ବଳର ଅନ୍ତର୍ଭୁକ୍ତ। ସେହିଭଳି ପ୍ରକୃତି ପ୍ରଦତ୍ତ ହେଉଛି ସାଂସ୍କୃତିକ ସମ୍ବଳ କଲଚରାଲ ରିସୋର୍ସେସ୍, ଯାହାକୁ କି କଲଚରାଲ ରିସୋର୍ସେସ୍ ବୋଲି କୁହାଯାଏ। ସଭ୍ୟତାର ବିକାଶ କ୍ରମରେ ମନୁଷ୍ୟ ନିଜର ଦକ୍ଷତା କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ କରି କିମ୍ବା ଅବିକଳ ଭାବରେ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରିପାରିଛି। ସାଂସ୍କୃତିକ ସମ୍ବଳ କହିଲେ କ'ଣ ବୁଝ? ସଭ୍ୟତାର ବିକାଶ କ୍ରମରେ ମନୁଷ୍ୟ ନିଜର ଦକ୍ଷତା କାରିଗରୀ କୌଶଳ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ କରି ଅବିକଳ ଭାବରେ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରିପାରୁଛି। ବିଭିନ୍ନ ମନୁଷ୍ୟକୃତ ସାଂସ୍କୃତିକ ଓ ଅର୍ଥନୈତିକ ଅନୁଷ୍ଠାନ ଶିଳ୍ପ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ବାଣିଜ୍ୟ ଅର୍ଥ ଲଗାଣ ଅର୍ଥ ସଞ୍ଚାଳନ ସାମାଜିକ ରାଜନୈତିକ ଅନୁଷ୍ଠାନ ଏହି ସମ୍ବଳର ଅନ୍ତର୍ଭୁକ୍ତ ସାଂସ୍କୃତିକ ସମ୍ବଳର ଅନ୍ତର୍ଭୁକ୍ତ। ତାପରେ ଆସିଲା ମାନବ ସମ୍ବଳ। ମାନବ ସମ୍ବଳ ହ୍ୟୁମାନ୍ ରିସୋର୍ସେସ୍, ତାହାକୁ ଆମେ ଆଲୋଚନା କରିବା। ମନୁଷ୍ୟକୁ ସ୍ୱତନ୍ତ୍ର ଭାବେ ଏହି ସମ୍ବଳ ଭାବେ ବିବେଚିତ କରାଯାଏ। ମନୁଷ୍ୟକୁ ମାନବ ସମ୍ବଳ ବୋଲି ବିବେଚନା କରାଯାଏ। ମନୁଷ୍ୟ ଏବଂ ତା'ର ପରିବେଶ ଓ ସାଂସ୍କୃତିକ ସଂଗଠନର ମିଳିତ ପ୍ରକ୍ରିୟାରେ ସମ୍ବଳର ସୃଷ୍ଟି ହୋଇଥାଏ, ଯଥା ସଂରଚନା ସଂସ୍ଥାନ ଗୁଣବତ୍ତା ଇତ୍ୟାଦି। ତାପରେ ଆମେ ଦେଖିବା ଉତ୍ପତ୍ତି ଅନୁସାରେ। ଉତ୍ପତ୍ତି ଅନୁସାରେ ସମ୍ବଳକୁ କ'ଣ ଭାଗ କରାଯାଇଛି? ଉତ୍ପତ୍ତି ଅନୁସାରେ ସମ୍ବଳକୁ ଜୈବ ସମ୍ବଳରେ ଭାଗ କରାଯାଇଛି, ଅଜୈବ ସମ୍ବଳ ଭାଗ କରାଯାଇଛି। ଦେଖ, ଆମେ ଜୈବ ସମ୍ବଳ ବିଷୟରେ ଆଲୋଚନା କରିବା। ଜୈବ ସମ୍ବଳ ମାନେ ବାୟୋଟିକ୍ ରିସୋର୍ସେସ୍। ଜୈବ ସମ୍ବଳ ଜୀବନ ଥିବା ସମସ୍ତ ଉପାଦାନକୁ ନେଇ ଏହି ସମ୍ବଳ ଗଠିତ। ଯାହାର ଜୀବନ ଅଛି, ଯଥା ମନୁଷ୍ୟର ଜୀବନ ଅଛି, ପ୍ରାଣୀ ଉଦ୍ଭିଦ ଅଣୁଜୀବ ପଶୁପକ୍ଷୀ ମାଛ ଇତ୍ୟାଦି ହେଉଛି ଜୈବ ସମ୍ବଳର ଅନ୍ତର୍ଭୁକ୍ତ। ଏହା ପରୀକ୍ଷାରେ ଆସିବ 1 ମାର୍କରେ। ତାକୁ ଆମେ ଏଇଭଳି ଉତ୍ତର ଦେବା। ଜୈବ ସମ୍ବଳ ଉଦାହରଣ କ'ଣ କ'ଣ? ମନୁଷ୍ୟ ପ୍ରାଣୀ ଉଦ୍ଭିଦ ଅଣୁଜୀବ ପଶୁପକ୍ଷୀ ମାଛ ଇତ୍ୟାଦି ଜୈବ ସମ୍ବଳ। ସେହିଭଳି ଅଜୈବ ସମ୍ବଳ। ଅଜୈବ ସମ୍ବଳ କହିଲେ କ'ଣ ବୁଝ? ନା, ଯେଉଁ ସମ୍ବଳ ନିର୍ଜୀବ, ଯେଗୁଡ଼ିକ ଅଜୈବ ବା ନିର୍ଜୀବ ବସ୍ତୁକୁ ନେଇ ଗଠିତ, ତାହାକୁ ଅଜୈବ ସମ୍ବଳ ବୋଲି କୁହାଯାଏ। ଯଥା ଭୂମି ନିର୍ଜୀବ, ଶିଳା ଜଳ ମୂର୍ତ୍ତିକା ଖଣିଜ ପଦାର୍ଥ ଇତ୍ୟାଦି ଅଜୈବ ସମ୍ବଳର ଅନ୍ତର୍ଭୁକ୍ତ। ମାନେ ଜୀବନ ବିହୀନ ସମସ୍ତ ଉପାଦାନକୁ ନେଇ ଯେଉଁ ସମ୍ବଳ ଗଠିତ ହୋଇଥାଏ ତାହା ହେଉଛି ଅଜୈବ ସମ୍ବଳ। ଆଉ ଜୀବନ ଥିବା ଯାହା ନେଇ ଗଠିତ ତାହା ହେଉଛି ଜୈବ ସମ୍ବଳ। ଜୀବନ ଥିବା ଉପାଦାନକୁ ନେଇ ଗଠିତ ଜୈବ ସମ୍ବଳ। ଅଜୈବ ସମ୍ବଳ ବିଷୟରେ ଆମେ ଜାଣିଲେ। ବ୍ୟବହାର ଓ ସୁଲଭତା ଅନୁସାରେ ସମ୍ବଳର ବିଭାଗୀକରଣ। ବ୍ୟବହାର ସୁଲଭତା ଅନୁସାରେ ଦେଖ, ବ୍ୟବହାର ସୁଲଭତା ଅନୁସାରେ ସମ୍ବଳକୁ କ'ଣ ଭାଗ କରାଯାଇଛି? ବ୍ୟବହାର ସୁଲଭତା ଅନୁସାରେ ଅସରନ୍ତି ସମ୍ବଳ ଅକ୍ଷୟ ସମ୍ବଳ। ଅସରନ୍ତି ସମ୍ବଳ ଅକ୍ଷୟ ସମ୍ବଳ, ଆଉ ଗୋଟେ ସରନ୍ତି ସମ୍ବଳ ବା କ୍ଷୟଶୀଳ ସମ୍ବଳ। ଏହା ବ୍ୟବହାର ସୁଲଭତା ଅନୁସାରେ। ତାପରେ ଦେଖିବା ଅସରନ୍ତି ସମ୍ବଳ କ'ଣ? ନା, ଯେଉଁ ସମ୍ବଳକୁ ମନୁଷ୍ୟ ବାରମ୍ବାର ବ୍ୟବହାର କଲେ ନିଃଶେଷ ହୁଏ ନାହିଁ ତାହା ଅସରନ୍ତି। ଯାହା ବ୍ୟବହାର କଲେ ମଧ୍ୟ ସରେ ନାହିଁ, ତାହା ହେଉଛି ଅସରନ୍ତି। ଯାହା ବ୍ୟବହାର କଲେ ସରେ ନାହିଁ। କେଉଁ ସମ୍ବଳକୁ ବ୍ୟବହାର କଲେ ତାହା ସରେ ନାହିଁ? ତୁମେମାନେ କହିଲ? ସୌରଶକ୍ତି। କ'ଣ? ସୌରଶକ୍ତି ଆମେ ଯେତେ ବ୍ୟବହାର କଲେ ମଧ୍ୟ ତାହା ସରିବ ନାହିଁ। ବାୟୁକୁ ଆମେ ଯେତେ ବ୍ୟବହାର କଲେ ମଧ୍ୟ ତାହା ସରିବ ନାହିଁ। ଇଏ ହେଉଛି ଅସରନ୍ତି ସମ୍ବଳର ଉଦାହରଣ। ଅସରନ୍ତି ସମ୍ବଳ ଯେଉଁ ସମ୍ବଳକୁ ବ୍ୟବହାର କଲେ ତାହା ସରେ ନାହିଁ, ସେ ହେଉଛି ଅସରନ୍ତି ସମ୍ବଳ। ସେହିଭଳି ସରନ୍ତି ସମ୍ବଳ ବା ସୀମିତ ସମ୍ବଳ, ତା'ର ଅନ୍ୟ ନାମ ହେଉଛି କ୍ଷୟଶୀଳ ସମ୍ବଳ। ସରନ୍ତି ସମ୍ବଳ, ସୀମିତ ସମ୍ବଳ, କ୍ଷୟଶୀଳ ସମ୍ବଳ କ'ଣ ତାହା ଆମେ ଆଲୋଚନା କରିବା। ସରନ୍ତି ସମ୍ବଳ। ସରନ୍ତି ସମ୍ବଳ ମାନେ ଯାହା ସରିଯାଏ, କ୍ଷୟଶୀଳ ହୋଇଥାଏ। ଦେଖ ପିଲାମାନେ, ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳ
କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯାଏ ତାହାକୁ ସରନ୍ତି ସମ୍ବଳ କୁହାଯାଏ। ଦେଖ, ଯେଉଁଭଳି ଭାବେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେହିଭଳି ଭାବେ ମନ ଇଚ୍ଛା ସମ୍ବଳକୁ ବ୍ୟବହାର କରୁଛନ୍ତି, ଯଦ୍ୱାରା କି ତାହା ଦିନେ ନା ଦିନେ ତାହା ଶେଷ ହୋଇଯିବାର ଆଶଙ୍କା ରହିଛି। ତେଣୁ ତାହା ହେଉଛି ସରନ୍ତି ସମ୍ବଳ। କ୍ଷୟଶୀଳ ସମ୍ବଳ, ସୀମିତ ସମ୍ବଳ। ଏହି କ୍ଷୟଶୀଳ ସମ୍ବଳର ଉଦାହରଣ କ'ଣ? ନା ପେଟ୍ରୋଲିୟମ, କୋଇଲା, ବିଭିନ୍ନ ଖଣିଜ ପଦାର୍ଥ ଇତ୍ୟାଦି ହେଉଛି ସରନ୍ତି ସମ୍ବଳର ଉଦାହରଣ। ବୁଝିଲା ପିଲାମାନେ? ସରନ୍ତି ସମ୍ବଳ ମାନେ ମନୁଷ୍ୟ ଦ୍ରୁତ ଯେଉଁ ଜନସଂଖ୍ୟା ବଢ଼ି ଚାଲିଛି, ସମସ୍ତଙ୍କର ଆବଶ୍ୟକ ହେଉଛି ପେଟ୍ରୋଲିୟମ, ତେଣୁ କୋଇଲା ବ୍ୟବହାର କରୁଛନ୍ତି, ଖଣିଜ ପଦାର୍ଥ ବ୍ୟବହାର କରୁଛନ୍ତି। ତେଣୁ ଏଇଭଳି ଭାବରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବ୍ୟବହାର କରନ୍ତି, ତେଣୁ ତାହା ଦିନେ ନା ଦିନେ ଶେଷ ହୋଇଯିବ। ତେଣୁ ଏହାକୁ ସରନ୍ତି ସମ୍ବଳ ବୋଲି ଆମେ କହୁ। ତାପରେ ଦେଖିବା ପିଲାମାନେ, ପରିମାଣ ଅନୁସାରେ ସମ୍ବଳ। ପରିମାଣ ଅନୁସାରେ ସମ୍ବଳ କ'ଣ? ପରିମାଣ ଅନୁସାରେ ସମ୍ବଳକୁ ଅପୂରଣୀୟ ସମ୍ବଳ ଆଉ ପୂରଣୀୟ ସମ୍ବଳ ବୋଲି କୁହାଯାଏ। ଦେଖ, ଅପୂରଣୀୟ ସମ୍ବଳ କ'ଣ ସେ ବିଷୟରେ ଆମେ ସଂକ୍ଷେପରେ ଆଲୋଚନା କରିବା। ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଯାଏ, ପୁନଃ ସୃଷ୍ଟି କରାଯାଇପାରେ ନାହିଁ, ତାହା ହେଉଛି ଅପୂରଣୀୟ ସମ୍ବଳ। ଅପୂରଣୀୟ ମାନେ ଯାହା ପୂରଣ କରାଯାଇପାରିବ ନାହିଁ। ଯେଉଁ ସମ୍ବଳକୁ ବାରମ୍ବାର ବ୍ୟବହାର କଲେ ତାହା ସରିଯିବ, ଆଉ ତାକୁ ଆମେ ତିଆରି କରିପାରିବା ନାହିଁ, ପୂରଣ କରିପାରିବା ନାହିଁ, ତାହା ହେଉଛି ଅପୂରଣୀୟ ସମ୍ବଳ। ସେହି ଉଦାହରଣ ହେଉଛି ଖଣିଜ ପଦାର୍ଥ, ଖଣିଜ ତୈଳ, କୋଇଲା। ଇଏ ହେଉଛି ଅପୂରଣୀୟ ସମ୍ବଳର ଉଦାହରଣ। ତାପରେ ଅବିରାମ ସମ୍ବଳ। ଅବିରାମ ସମ୍ବଳ କିମ୍ବା ପୂରଣୀୟ ସମ୍ବଳ। ପୂରଣୀୟ ସମ୍ବଳ ଯେଉଁ ସମ୍ବଳକୁ ବ୍ୟବହାର କଲେ ତାହା ସରିଯାଏ ଏବଂ ହ୍ରାସ ପାଏ, ତଥାପି ତାହା ପୂରଣୀୟ କରାଯାଇପାରିବ। ପୂରଣ କରାଯାଇପାରିବ, ତାହା ହେଉଛି ପୂରଣୀୟ ସମ୍ବଳ। ବ୍ୟବହାର କଲେ ସରିବ କିନ୍ତୁ ତାକୁ ପୁଣି ସୃଷ୍ଟି କରାଯାଇପାରିବ, ତାହା ହେଉଛି ପୂରଣୀୟ ସମ୍ବଳ। ସେହି ଉଦାହରଣ ହେଉଛି କ'ଣ? ସୌରଶକ୍ତି, ସୂର୍ଯ୍ୟଙ୍କର ଶକ୍ତି ସୌରଶକ୍ତି, ଭୂତାପଜ ଶକ୍ତି, ଜୁଆର ଶକ୍ତି, ପବନ ଶକ୍ତି ଇତ୍ୟାଦି ହେଉଛି ପୂରଣୀୟ ସମ୍ବଳ। ମାନେ ବ୍ୟବହାର କଲେ ସରିବ, ତଥାପି ଆକୁ ଆମେ ପୂରଣ କରିପାରିବା, ଅଭାବ ପୂରଣ କରିପାରିବା, ସେ ହେଉଛି ପୂରଣୀୟ ସମ୍ବଳ। ଭରଣ ଅନୁସାରେ କ'ଣ? ନବୀକରଣ ଯୋଗ୍ୟ ସମ୍ବଳ। ଭରଣ ଅନୁସାରେ ସମ୍ବଳ ନବୀକରଣ ଯୋଗ୍ୟ, ରିନ୍ୟୁଏବଲ୍ ସମ୍ବଳ, ରିସୋର୍ସେସ୍, ତାକୁ ଆମେ ପଢ଼ିବା। ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ, ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକ ପୁନଃ ଭରଣ କରାଯାଇପାରେ, ସେଗୁଡ଼ିକ ହେଉଛି ନବୀକରଣ ଯୋଗ୍ୟ ସମ୍ବଳ। ନବୀକରଣ ଯୋଗ୍ୟ ସମ୍ବଳ କ'ଣ? ନା ଯେଉଁ ସମ୍ବଳ ସରିଲେ ମଧ୍ୟ ତାକୁ ଆମେ ବିଭିନ୍ନ ଉପାୟରେ ପୂରଣ କରାଯାଇପାରିବ, ତା ହେଉଛି ନବୀକରଣ ଯୋଗ୍ୟ ସମ୍ବଳ। ସେଗୁଡ଼ିକ ହେଲା କ'ଣ? ଜଙ୍ଗଲଜାତ ପଦାର୍ଥ, ପ୍ରାଣୀଜାତ ପଦାର୍ଥ, କୃଷିଜାତୀୟ ପଦାର୍ଥ ଇତ୍ୟାଦି। ଚକ୍ରୀୟ ପ୍ରକ୍ରିୟା, ସାଇକେଲିଂ ପ୍ରୋସେସ୍, ପୁନଃ ଚକ୍ରଣ ମାଧ୍ୟମରେ ତାହା ସୃଷ୍ଟି କରାଯାଇପାରିବ, ତାହା ହେଉଛି ନବୀକରଣ ଯୋଗ୍ୟ ସମ୍ବଳ। ସେମିତି ନବୀକରଣ ଅଯୋଗ୍ୟ ସମ୍ବଳ କ'ଣ? ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକ ପୁନଃ ସମ୍ଭବ ହୋଇପାରିବ ନାହିଁ, ପୁନଃ ଭରଣ ସମ୍ଭବ ହୋଇପାରିବ ନାହିଁ, ତାହାକୁ ପୂରଣ କରାଯାଇପାରିବ ନାହିଁ, ତାହା ହେଉଛି ନବୀକରଣ ଅଯୋଗ୍ୟ। ନବୀକରଣ ଯୋଗ୍ୟ କହିଲେ କ'ଣ ବୁଝ? ଯେଉଁ ସମ୍ବଳକୁ ବ୍ୟବହାର କଲେ ସରେ, ତଥାପି ଆମେ ତାକୁ କିଛି ମାତ୍ରାରେ ବ୍ୟବହାର କଲେ ସରିଲେ ମଧ୍ୟ ତାକୁ ଆମେ ପୁଣି ସୃଷ୍ଟି କରାଯାଇପାରିବ, ତାହେଲେ ନବୀକରଣ ଯୋଗ୍ୟ। ନବୀକରଣ ଅଯୋଗ୍ୟ ମାନେ ତାକୁ ଆମେ ଚାହିଁଲେ ମଧ୍ୟ ନବୀକରଣ ଭାବେ ବା ସୃଷ୍ଟି କରାଯାଇପାରିବ ନାହିଁ, ପୂରଣ କରାଯାଇପାରିବ ନାହିଁ, ଆଲୋଚନା କଲେ। ତାପରେ ଯିବା, କେତେକ କ୍ଷେତ୍ରରେ ଅଦରକାରୀ ଧାତବ ପଦାର୍ଥ ଯାନ୍ତ୍ରିକ ପଦ୍ଧତିରେ ପୁନଃଚକ୍ରଣ କରାଯାଇପାରୁଛି। ତାପରେ ଦେଖିବା, ଭୂମି, ମୃତ୍ତିକା, ଲୁହା, ଆଲୁମିନିୟମ ଇତ୍ୟାଦି ଧାତବ ପଦାର୍ଥ। ଯେଉଁ ନବୀକରଣ ଯୋଗ୍ୟ ସମ୍ବଳଗୁଡ଼ିକ ପୁନରୁଦ୍ଧାର କରାଯାଇପାରେ ନାହିଁ, ସେଗୁଡ଼ିକୁ ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କୁହାଯାଏ, ଯଥା କୋଇଲା, ପେଟ୍ରୋଲ
ଲିୟମ। ବଣ୍ଟନ ବିତରଣ ଅନୁସାରେ ସମ୍ବଳର ବିଭାଗୀକରଣ। ବଣ୍ଟନ ସର୍ବତ୍ର ସୁଲଭ ସମ୍ବଳ। ସର୍ବତ୍ର ସୁଲଭ ସମ୍ବଳ କ'ଣ? ନା ଯେଉଁ ସମ୍ବଳ ଗୁଡ଼ିକ ଭୂପଟର ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ, ସବୁ ସ୍ଥାନରେ ସହଜରେ ସୁବିଧାରେ ମିଳେ, ତାହାକୁ ସର୍ବତ୍ର ସୁଲଭ ସମ୍ବଳ କୁହାଯାଏ। ସର୍ବତ୍ର ସୁଲଭ ମାନେ ସବୁ ସ୍ଥାନରେ ସୁବିଧାରେ ଉପଲବ୍ଧ ହୋଇପାରେ, ତାହା ହେଉଛି ସର୍ବତ୍ର ସୁଲଭ ସମ୍ବଳ। ଯଥା ଉଦାହରଣ କ'ଣ? ଭୂମି, ଜଳ, ବାୟୁ ସବୁ ସ୍ଥାନରେ ମିଳେ, ତେଣୁ ଏହାକୁ ସର୍ବତ୍ର ସୁଲଭ ସମ୍ବଳ ବୋଲି କୁହାଯାଏ। ତାପରେ ଆସିବା ସ୍ଥାନୀୟ ସମ୍ବଳ। ସ୍ଥାନୀୟ ସମ୍ବଳ କହିଲେ କ'ଣ ବୁଝ? ସେ ବିଷୟରେ ଆମେ ଆଲୋଚନା କରିବା। ଲୋକାଲାଇଜ୍ଡ ରିସୋର୍ସେସ୍, ଯେଉଁ ସମ୍ବଳିକ ଭୂପୃଷ୍ଠର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଉପଲବ୍ଧ ବା ସୀମିତ ଭାବରେ ରହିଥାଏ, ତାହାକୁ ସ୍ଥାନୀୟ ସମ୍ବଳ ବୋଲି କୁହାଯାଏ। କେତେକ ସମ୍ବଳ ଭୂପୃଷ୍ଠର ନିର୍ଦ୍ଦିଷ୍ଟ ସ୍ଥାନରେ ଉପଲବ୍ଧ ହୋଇଥାଏ, ତାହାକୁ ସ୍ଥାନୀୟ ସମ୍ବଳ କୁହାଯାଏ। ଖଣିଜ ପଦାର୍ଥ ଇତ୍ୟାଦି ସ୍ଥାନୀୟ ସମ୍ବଳର ଉଦାହରଣ। ସବୁ ସ୍ଥାନରେ ସମାନ ମିଳେ ନାହିଁ, ତେଣୁ ଏହା ହେଉଛି ସ୍ଥାନୀୟ ସମ୍ବଳ। ନିର୍ଦ୍ଦିଷ୍ଟ ସ୍ଥାନରେ ଉପଲବ୍ଧ ହୋଇଥାଏ, ମିଳିଥାଏ। ତାପରେ ଆସିବା ବିକାଶ ସ୍ତର ଅନୁସାରେ ଗଚ୍ଛିତ ସମ୍ବଳ। ଗଚ୍ଛିତ ସମ୍ବଳ କ'ଣ? ସେ ବିଷୟରେ ଆମେ ଆଲୋଚନା କରିବା। ଯେଉଁ ସମ୍ବଳ ପ୍ରକୃତିର ଗ୍ରନ୍ଥାଗାରରେ ଅବ୍ୟବହୃତ ଅବସ୍ଥାରେ ରହିଛି, ତାକୁ ପ୍ରଚ୍ଛନ୍ନ ବା ଗଚ୍ଛିତ ସମ୍ବଳ ବୋଲି କୁହାଯାଏ। ଗଚ୍ଛିତ ସମ୍ବଳ ଯେଉଁଟା ସ୍ଥାୟୀ ହୋଇ ରହିଛି। ଯେଉଁ ସମ୍ବଳ ପ୍ରାକୃତିକ ଗ୍ରନ୍ଥାଗାରରେ ଗଚ୍ଛିତ ହୋଇ ରହିଛି, ତାହାକୁ ଗଚ୍ଛିତ ସମ୍ବଳ ବୋଲି କୁହାଯାଏ। ଯେପରିକି ଗୁଜରାଟର ରାଜସ୍ଥାନରେ ପ୍ରଚୁର ପରିମାଣର ସୌରଶକ୍ତି, ପବନ ଶକ୍ତି ମହଜୁଦ ଅଛି, ତେଣୁ ଏହା ହେଉଛି ଗଚ୍ଛିତ ସମ୍ବଳର ଉଦାହରଣ। ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ ମଧ୍ୟ ଗଚ୍ଛିତ ସମ୍ବଳ। ତାପରେ ଆସିବା ସମ୍ବଳ ଭଣ୍ଡାର। ସମ୍ବଳ ଭଣ୍ଡାର କ'ଣ? ପରିବେଶରେ ଥିବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ, ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ସେଗୁଡ଼ିକର ବ୍ୟବହାର ହୋଇପାରି ନାହିଁ, ଏଭଳି ପଦାର୍ଥ ସମ୍ବଳର ଭଣ୍ଡାର ଅନ୍ତର୍ଭୁକ୍ତ ଅଟେ। ବିକଶିତ ସମ୍ବଳ। ବିକଶିତ ସମ୍ବଳ ଡେଭଲପ୍ଡ ରିସୋର୍ସେସ୍ କ'ଣ? ସେ ବିଷୟରେ ଆଲୋଚନା କରିବା। ଯାହା ବ୍ୟବହାର ଉପଯୋଗୀ କରାଯାଇପାରିଛି, ତାକୁ ବିକଶିତ ସମ୍ବଳ କୁହାଯାଏ। ଯାହା ଆମେ ବ୍ୟବହାର କରିପାରିଛେ, ଯେଉଁ ସମ୍ବଳକୁ ଯାହା ବ୍ୟବହାର ହୋଇସାରିଛି, ତାହା ହେଉଛି ବିକଶିତ ସମ୍ବଳ। ଯଥା ଜଳବିଦ୍ୟୁତ୍ ଶକ୍ତି, ଅରଣ୍ୟ, ଖଣିଜ ପଦାର୍ଥ ହେଉଛି ବିକଶିତ ସମ୍ବଳର ଉଦାହରଣ। ତାପରେ ସଂରକ୍ଷିତ ସମ୍ବଳ ରିଜର୍ଭ। ଯେଉଁ ସମ୍ବଳ ପଦାର୍ଥଗୁଡ଼ିକର ସନ୍ଧାନ ମିଳିପାରିଛି, ମାତ୍ର ବ୍ୟବହାର ଉପଯୋଗୀ ହୋଇପାରି ନାହିଁ, କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ରଖାଯାଇଛି, ତାହା ହେଉଛି ସଂରକ୍ଷିତ ସମ୍ବଳ। ଯେଉଁ ସମ୍ବଳ ଭବିଷ୍ୟତରେ ଆଶା ରଖାଯାଇଛି, ହେଲା, ଭବିଷ୍ୟତରେ ବ୍ୟବହାର କରାଯାଇପାରିବ, ସଂରକ୍ଷିତ ଅବସ୍ଥାରେ ଅଛି, ତାହା ହେଉଛି ସଂରକ୍ଷିତ ସମ୍ବଳ। ଭବିଷ୍ୟତରେ ବ୍ୟବହାର କରାଯାଇପାରିବ। ଯଥା ପ୍ରବାହିତ ଜଳ, ଯାହା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର ହୋଇପାରିବ, ହୋଇପାରୁନାହିଁ ପ୍ରବାହିତ ଜଳ, ତାକୁ ଆମେ ଯଦି ଚାହିଁବା, ସେହି ପ୍ରବାହିତ ଜଳକୁ ଆମେ ବିଦ୍ୟୁତ୍ ଉତ୍ପାଦନ କରିପାରିବା। ସେ ହେଉଛି ସଂରକ୍ଷିତ ସମ୍ବଳ। ତାପରେ ମାଲିକାନା ଅନୁସାରେ ସମ୍ବଳ କ'ଣ? ଏକର୍ଡିଂ ଟୁ ଓନରସିପ୍। ମାଲିକାନା ଅନୁସାରେ ସମ୍ବଳ ବିଭାଗୀକରଣ। ମାଲିକାନା ଅନୁସାରେ ସମ୍ବଳକୁ ବ୍ୟକ୍ତିଗତ ସମ୍ବଳ, ଗୋଷ୍ଠୀଗତ ସମ୍ବଳ ଭାବରେ ବ୍ୟବହାର କରାଯାଇପାରିଛି। ବ୍ୟକ୍ତିଗତ ସମ୍ବଳ ମାଲିକାନା ଅନୁସାରେ ବ୍ୟକ୍ତିଗତ ସମ୍ବଳ ଆଉ ଗୋଷ୍ଠୀଗତ ସମ୍ବଳ ବୋଲି ବିଭାଗକରଣ କରାଯାଇପାରିଛି। ସେଗୁଡ଼ିକ ହେଉଛି ବ୍ୟକ୍ତିଗତ ସମ୍ବଳ କ'ଣ? ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ରହିଛି, ତାକୁ ବ୍ୟକ୍ତିଗତ ସମ୍ବଳ କୁହାଯାଏ। ଯେଉଁ ସମ୍ବଳ ବ୍ୟକ୍ତିର ନିଜସ୍ୱ ଅଧିକାରରେ ରହିଛି, ତାକୁ ହେଉଛି ବ୍ୟକ୍ତିଗତ ସମ୍ବଳ। ଯଥା ଚାଷ ଜମି, ଗୃହ, ରୋପଣ କୃଷି, ପୁଷ୍କରିଣୀ, କୂପ ଇତ୍ୟାଦି। ସେହିଭଳି ଗୋଷ୍ଠୀଗତ ସମ୍ବଳ କ'ଣ? କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଗୋଷ୍ଠୀଗତ ସମ୍ବଳ ବୋଲି କୁହାଯାଏ। ଯଥା ଗୋଚର ଭୂମି। ଗୋଚର ମାନେ
ଯେଉଁଠାରେ ଗାଈ ଚରନ୍ତି। ଶ୍ମଶାନ, ପୁଷ୍କରିଣୀ, କୂପ, ପ୍ରମୋଦ ଉଦ୍ୟାନ ଇତ୍ୟାଦି ବିନୋଦନ କେନ୍ଦ୍ର, ଖେଳ ପଡ଼ିଆ ହେଉଛି ଗୋଷ୍ଠୀଗତ ସମ୍ବଳ। ତାପରେ ଆସିଲା ଜାତୀୟ ସମ୍ବଳ, ନ୍ୟାସନାଲ୍ ରିସୋର୍ସେସ୍ କ'ଣ? ଜାତୀୟ ସମ୍ବଳ କ'ଣ ସେ ବିଷୟରେ ଆମେ ପଢ଼ିବା। ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ ବୋଲି କୁହାଯାଏ। ଦେଶର ଜାତୀୟ ସମ୍ବଳ ଉପରେ ଦେଶର ସମୃଦ୍ଧି ଓ ବିକାଶ ନିର୍ଭରଶୀଳ ହୋଇଥାଏ। ତାପରେ ଦେଖ ପିଲାମାନେ, ଆନ୍ତର୍ଜାତୀୟ ସମ୍ବଳ କ'ଣ? ଆନ୍ତର୍ଜାତୀୟ ସମ୍ବଳ କ'ଣ ସେ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ଯେଉଁ ସମ୍ବଳ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାକୁ ଆନ୍ତର୍ଜାତୀୟ ସମ୍ବଳ ବୋଲି କୁହାଯାଏ। ଯେଉଁ ସମ୍ବଳ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାକୁ ଆନ୍ତର୍ଜାତିକ ସମ୍ବଳ ବୋଲି କୁହାଯାଏ। ସମୁଦ୍ର ଉପକୂଳର ଅନନ୍ୟ ଆର୍ଥନୈତିକ ଅଞ୍ଚଳ ଅର୍ଥାତ୍ 200 ନଟିକାଲ ମାଇଲ 370 କିଲୋମିଟର ଓ ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ। ଏହା ଉପରେ ଆନ୍ତର୍ଜାତିକ ଅନୁଷ୍ଠାନ ବିଶ୍ୱ ଜାତିସଂଘ UNO ର କର୍ତ୍ତୃତ୍ୱ ରହିଛି ଏବଂ ୟୁନାଇଟେଡ୍ ନେସନ୍ ବିଶ୍ୱ ଜାତିସଂଘ ର କର୍ତ୍ତୃତ୍ୱ ରହିଥାଏ ଏବଂ ଏହାର ବିନା ଅନୁମତିରେ କୌଣସି ଦେଶ କୌଣସି ପ୍ରକାର ଅଧିକାର ସାବ୍ୟସ୍ତ କରିପାରିବ ନାହିଁ। ସେହିଭଳି ଆମେ ପଢ଼ିବା ସମ୍ବଳ ବିକାଶ ଯୋଜନା। ସମ୍ବଳ ବିକାଶ ଯୋଜନା କ'ଣ? ମନୁଷ୍ୟ ବଞ୍ଚି ରହିବା ପାଇଁ ତଥା ଉନ୍ନତ ଜୀବନଯାପନ ପାଇଁ ମନୁଷ୍ୟର ଯଥେଷ୍ଟ ମୁକ୍ତଦାନ ବୋଲି ବିଚାର ବା ବିବେଚନା କରାଯାଇଥିଲା। ଏହା ଯୋଗୁଁ ସମ୍ବଳର ଅବିଚାରିତ ତଥା ଅନାବଶ୍ୟକ ବ୍ୟବହାର ବୃଦ୍ଧି ପାଇଲା। ମନୁଷ୍ୟ ବିକଶିତ ତଥା ଶିଳ୍ପୋନ୍ନତ ଦେଶଗୁଡ଼ିକରେ ଖଣିଜ ତଥା ଶକ୍ତି ସମ୍ବଳ ବ୍ୟବହାର କରି ଅଧିକରୁ ଅଧିକ ତ୍ୱରାନ୍ୱିତ ହେବାରେ ଲାଗିଲା। ଭାରତ ଭଳି ବିକାଶୋନ୍ମୁଖୀ ଦେଶଗୁଡ଼ିକର ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ମଧ୍ୟ ସମ୍ବଳ ବ୍ୟବହାରର ଆବଶ୍ୟକତା ବୃଦ୍ଧି ପାଇଲା। ତାପରେ ଯିବା ବର୍ଦ୍ଧିତ ଜନସଂଖ୍ୟା ତଥା ଜୀବନଧାରଣ ମାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରାକୃତିକ ସମ୍ବଳର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ କ୍ଷେତ୍ରରେ ସମ୍ବଳର ତ୍ରୁଟିପୂର୍ଣ୍ଣ ଅନାବଶ୍ୟକ ଉତ୍ତେଜନା ଯୋଗୁଁ ସମ୍ବଳ ଗଚ୍ଛିତ ପରିମାଣରେ ଦ୍ରୁତ ଗତିରେ ହ୍ରାସ ପାଉଛି। ସମସ୍ତେ ମନ ଇଚ୍ଛା ବ୍ୟବହାର କରନ୍ତି, ଯଥା କୋଇଲା ପେଟ୍ରୋଲିୟମ ପଣ୍ୟଗୁଡ଼ିକ ଚିନ୍ତାଜନକ ଭାବେ ହ୍ରାସ ପାଇଲାଣି। ଆମର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଭୂମିରେ ବିଭିନ୍ନ ରାସାୟନିକ ସାର ମଧ୍ୟ ପ୍ରୟୋଗ କରାଯାଇପାରୁଛି, ଯାହାଫଳରେ କି ମୃତ୍ତିକାର ଉର୍ବରତା ନଷ୍ଟ ହେଉଛି। ତେଣୁ ଯେତିକି ଆବଶ୍ୟକ ଖାଦ୍ୟ ଉତ୍ପାଦନ ସେ ଖାଦ୍ୟ ଉତ୍ପାଦନ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି। ଖଣି ଖନନ, ଶିଳ୍ପାୟନ, ସହରୀକରଣ ତଥା ବାଣିଜ୍ୟ ବ୍ୟବସାୟ ଆଦି କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ କ୍ଷୟ ହେବା ସଙ୍ଗେ ସଙ୍ଗେ ପରିବେଶ ପ୍ରଦୂଷଣ ଉଦ୍ବେଗଜନକ ଭାବେ ବେଳମ ସାବଧାନ ହେବା ଜରୁରୀ ହୋଇପଡ଼ିଛି। ମଣିଷର ଚାହିଦା ପ୍ରାକୃତିକ ସମ୍ବଳର ବ୍ୟବହାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ନିତାନ୍ତ ଆବଶ୍ୟକ ହେଉଛି। ପ୍ରାକୃତିକ ସମ୍ବଳର ଉପଯୋଗ, ପରିଚାଳନା ଓ ବିକାଶ ଦ୍ୱାରା ହିଁ ଆମେ ପୃଥିବୀକୁ ଧ୍ୱଂସ ମୁଖରୁ ରକ୍ଷା କରିପାରିବା।
ପିଲାମାନେ ନିମ୍ନୋକ୍ତ କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆମେ ଯଦି ଧ୍ୟାନ ଦେବା ତାହେଲେ ସମ୍ବଳର ବିକାଶ ଆଉ ଉପଯୁକ୍ତ ପରିଚାଳନା ସମ୍ଭବ ହୋଇପାରିବ। ସେଗୁଡ଼ିକ ସଂକ୍ଷେପରେ ଆମେ ଆଲୋଚନା କରିବା। ଧ୍ୟାନ ସହକାରେ ସେଗୁଡ଼ିକୁ ବୁଝିବା ପାଇଁ ପିଲାମାନେ ଚେଷ୍ଟା କର। ଦେଖ, କୌଣସି ଦେଶ ବା ଅଞ୍ଚଳରେ ଉପଲବ୍ଧ ସମସ୍ତ ପ୍ରକାର ପ୍ରମାଣିତ ତଥା ସମ୍ଭାବ୍ୟ ସମ୍ବଳର ପରିମାଣ ତଥା ଗୁଣବତ୍ତା ସଠିକ୍ ମୂଲ୍ୟାୟନ ଆବଶ୍ୟକ। 2ରେ ଅଛି ଉଭୟ କ୍ଷୟଶୀଳ ଭରଣଯୋଗ୍ୟ ସମ୍ବଳର ବୈଜ୍ଞାନିକ ପଦ୍ଧତିରେ ଉପଯୋଗ କରାଯିବା ଉଚିତ। 3ରେ ଅଛି ସମ୍ବଳର ଉତ୍ପାଦିକା ବୃଦ୍ଧି ପାଇଁ ପଦକ୍ଷେପ ନେବାରେ ଆବଶ୍ୟକତା ପୂରଣ। ଉଦାହରଣ ସ୍ୱରୂପ ଉପଯୁକ୍ତ ପରିମାଣରେ ସାର ପ୍ରୟୋଗ ଦ୍ୱାରା ଫସଲ ଚକ୍ର ମଧ୍ୟରେ ମୃତ୍ତିକାର ଉର୍ବରତା ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ ସମୟରେ ନିମ୍ନମାନ ବିଶିଷ୍ଟ ତଥା ବ୍ୟବହାର ଅଯୋଗ୍ୟ ସମ୍ବଳକୁ ନଷ୍ଟ କରିବା ଉଚିତ ନୁହେଁ। ନୂତନ ଜ୍ଞାନ କୌଶଳ ସହ ସେଗୁଡ଼ିକ ବ୍ୟବହାର କରି ହେବ। ସେହିଭଳି ଦୁର୍ଲଭ ସମ୍ବଳଗୁଡ଼ିକର ଉପଲବ୍ଧ ନିଶ୍ଚୟ କରିବା ଏକାନ୍ତ ଜରୁରୀ। ଆବଶ୍ୟକ ସ୍ଥଳେ ଏଗୁଡ଼ିକ ବିକଳ୍ପ ସମ୍ବଳ ଉଦ୍ଭାବନ କରାଯିବା ଜରୁରୀ। ବିକଳ୍ପ ସମ୍ବଳ ଭରଣଯୋଗ୍ୟ ହେବା ଆବଶ୍ୟକ। ତାପରେ ଆସିଲା ସମ୍ବଳର ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଅଧିକରୁ ଅଧିକ ଭରଣଯୋଗ୍ୟ ବିକଳ୍ପ ସମ୍ବଳର ଉଦ୍ଭାବନ ବ୍ୟବହାର ଆବଶ୍ୟକତା ହୋଇପଡ଼ିଛି। ସେହି ବିକଳ୍ପ ସମ୍ବଳଗୁଡ଼ିକର ତାଲିକା ବର୍ଷକୁ ବର୍ଷ ପ୍ରକାଶିତ ହେବା ଆବଶ୍ୟକ। ସେହିଭଳି ସମ୍ବଳର ସୁସଂହତ ତଥା ବହୁମୁଖୀ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ ରହିଛି। ତାପରେ ଦେଖିବା ସମ୍ବଳ ସଂରକ୍ଷଣ ପାଇଁ କିଛି ବିଧିବିଧାନ ରହିଛି, ତାହାକୁ ମଧ୍ୟ ଆଲୋଚନା କରିବା। ସର୍ବୋପରି ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ସଚେତନତା ଦ୍ୱାରା ସମ୍ବଳର ଉପଯୋଗ ବିକାଶ ବିବେକାନୁମୋଦିତ ବ୍ୟବହାର ସମ୍ଭବ ହେବ। ଲୋକମାନଙ୍କର ସାମାଜିକ ଆର୍ଥିକ ତଥା ସାଂସ୍କୃତିକ ବିକାଶ ଦ୍ୱାରା ହିଁ ସମ୍ବଳ ବିକାଶ ଯୋଜନାର ସୁଫଳ ମିଳିପାରିବ। ଦେଖ, ଏବେ ଗାଡ଼ି ବ୍ୟବହାର କରୁଛେ, ତା ବୋଲି ମନ ଇଚ୍ଛା ଆମେ ଯଦି ସମ୍ବଳକୁ ବ୍ୟବହାର କରିବା ତାହେଲେ ତାହା ଶେଷ ହୋଇଯିବ। ତେଣୁ ଟିକେ ସଚେତନତା ଅବଲମ୍ବନ କଲେ ସମ୍ବଳର ଭରଣ ହୋଇପାରିବ। ସମ୍ବଳକୁ ଆମେ ସଂରକ୍ଷଣ କିପରି କରିବା? ସମ୍ବଳ ସଂରକ୍ଷଣ ସଚେତନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକ କିପରି ସଂରକ୍ଷିତ କରି ରଖାଯାଇପାରିବ ସେଥିପ୍ରତି ଆମେ ଦୃଷ୍ଟି ଦେବାକୁ ପଡ଼ିବ। ତାହା ହେଉଛି ଧାରଣୀୟ ବିକାଶ, ତାକୁ କୁହାଯାଏ ଧାରଣୀୟ ବିକାଶ। ଏହାର ଉତ୍ତର, ଏହା ପ୍ରଶ୍ନ ଆସୁଛି, ତେଣୁ ଧାରଣୀୟ ବିକାଶ କହିଲେ କ'ଣ ବୁଝ? ଧାରଣୀୟ ବିକାଶ କହିଲେ ଆମେ କ'ଣ ବୁଝୁ ନା, ଯେଉଁ ସମ୍ବଳ ଆମେ ବ୍ୟବହାର କରୁଛେ ସେହି ସମ୍ବଳକୁ ଭବିଷ୍ୟତ ବଂଶଧରଙ୍କ ପାଇଁ କିଛି ବିନିଯୋଗ କରିବା ପାଇଁ ରଖିବାକୁ ବା ସନ୍ତୁଳନ ରକ୍ଷା କରିବାକୁ ଧାରଣୀୟ ବିକାଶ ବୋଲି କୁହାଯାଏ। ତାକୁ ମନ ଇଚ୍ଛା ବ୍ୟବହାର ଅପବ୍ୟବହାର ନ କରି ତାକୁ କିପରି ସଦୁପଯୋଗ କରିପାରିବ, ସଠିକ୍ ମାର୍ଗରେ ବିନିଯୋଗ କରାଯାଇପାରିବ, ତାହା ହେଉଛି ଧାରଣୀୟ ବିକାଶ। ମନ ଇଚ୍ଛା ଆମେ ବ୍ୟବହାର କଲେ ତ ସରିଯିବ, ତେଣୁ ତାକୁ ମନ ଇଚ୍ଛା ବ୍ୟବହାର ନ କରି କିପରି ପୂରଣ କରାଯାଇପାରିବ ତାକୁ ଚେଷ୍ଟା କରିବା ଦରକାର। ସମ୍ବଳ ସଂରକ୍ଷଣର ବାସ୍ତବ ମୌଳିକ ଉଦ୍ଦେଶ୍ୟ ହେଉଛି ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ପରିବେଶର ସୁରକ୍ଷା। ପରିସଂସ୍ଥାକୁ ବିନିଯୋଗ କରିବା ସତ୍ତ୍ୱେ ପରିସଂସ୍ଥାର ଅନ୍ତର୍ନିହିତ କ୍ଷମତାକୁ ଅକ୍ଷୁଣ୍ଣ ରଖିବା ବା ଜୈବ ବିବିଧତାକୁ ସୁରକ୍ଷିତ ରଖିବା। ତାପରେ ଆସିଲା ଧାରଣୀୟ ବିକାଶର ବିଶେଷତ୍ୱ ଲେଖିବ। ସମ୍ବଳ ସଂରକ୍ଷଣର ମୁଖ୍ୟ 3ଟି ଉପାୟ ହେଉଛି କ'ଣ କ'ଣ? ସମ୍ବଳ ସଂରକ୍ଷଣର 3ଟି ମୁଖ୍ୟ ଉପାଦାନ। ଏଇଟା ଭଲ ଭାବରେ ଦେଖ, ଧ୍ୟାନ ଦିଅ ପିଲାମାନେ। ସମ୍ବଳ ସଂରକ୍ଷଣର ମୁଖ୍ୟ 3ଟି ଉପାଦାନ। ସମ୍ବଳ ସଂରକ୍ଷଣର ମୁଖ୍ୟ 3ଟି ଉପାଦାନ କ'ଣ କ'ଣ ତାକୁ ଆମେ ଏଠାରେ ବର୍ଣ୍ଣନା କରିବା। ଦେଖ, ସମ୍ବଳ ଯଥୋଚିତ
ହ୍ରାସ କରିବା। ସମ୍ବଳ କ'ଣ? ସମ୍ବଳ ବ୍ୟବହାର ଯଥୋଚିତ ହ୍ରାସ କରିବା। ଯାହାକି ମୁଁ କହିଛି ପୂର୍ବରୁ, ସମ୍ବଳକୁ ଆମେ ମନ ଇଚ୍ଛା ବ୍ୟବହାର କରିବା ନାହିଁ। ଯେତିକି ସକ୍ଷମ ଆମେ ହ୍ରାସ କରାଇବା ଉଚିତ, କମ୍ କରିବା ଉଚିତ। ସେହିଭଳି ସମ୍ବଳର ପୁନଃଚକ୍ରୀକରଣ କୌଶଳ ଅବଲମ୍ବନ କରିବା। ସମ୍ବଳକୁ କେମିତି ତିଆରି କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା। ସମ୍ବଳର ପୁନଃବ୍ୟବହାର ମାଧ୍ୟମରେ ସମସ୍ତ ପ୍ରକାର ସମ୍ବଳର ସଂରକ୍ଷଣ ହୋଇପାରିବ। ତାପରେ ଆସିଲା ଭାରତରେ ସମ୍ବଳ ସଂରକ୍ଷଣ ଯୋଜନା କ'ଣ, ସେ ବିଷୟରେ ଆଲୋଚନା କରିବା। ସମ୍ବଳ ସଂରକ୍ଷଣ ଯୋଜନା ଏକ ଜଟିଳ ପ୍ରକ୍ରିୟା। ମୁଖ୍ୟତଃ 5ଗୋଟି ପ୍ରକ୍ରିୟା ଉପରେ ସମ୍ବଳ ଯୋଜନା ନିର୍ଭର କରେ। 5ଟି ଯୋଜନା କ'ଣ କ'ଣ? ସେଗୁଡ଼ିକ ହେଲା ବିଭିନ୍ନ କାର୍ଯ୍ୟ ପାଇଁ ସମ୍ବଳର ଆବଶ୍ୟକତା ଗୋଟେ କାରଣ, ନିର୍ଦ୍ଧାରଣ, ସମ୍ବଳ ପ୍ରାପ୍ତି ସ୍ଥାନର ଚିହ୍ନଟୀକରଣ ଏବଂ ସମ୍ବଳ ଚାହିଦାର ପରିମାଣ ଆକଳନ, ସମ୍ବଳର ଗଚ୍ଛିତ ପରିମାଣ ଓ ବିକାଶ ଦର ଆକଳନ, ଏହାର ସର୍ବେକ୍ଷଣ, ମାନଚିତ୍ରୀକରଣ, ସଂଖ୍ୟାତ୍ମକ ଗୁଣାତ୍ମକ ମୂଲ୍ୟାୟନ, ସମ୍ବଳ ଉତ୍ତୋଳନ, କ୍ରିୟାତ୍ମକ ମୂଲ୍ୟ ବ୍ୟବହାର ତଥା ଯୋଜନା ସଂରଚନା ପ୍ରସ୍ତୁତିକରଣ, ଏହା ପୁନଃବ୍ୟବହାର ସମ୍ବନ୍ଧୀୟ ଯୋଜନା। ତାପରେ ଆସିବା ଭାରତର ସ୍ୱାଧୀନତା ପାଇଲା ପରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାଠାରୁ ସମ୍ବଳ ଯୋଜନାର ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରି ଆସିଛି। ଯେତେବେଳେ ଭାରତ ସ୍ୱାଧୀନ ହେଲା, ଯାହାକି 1947 ମସିହା, ସେହି ଦିନଠାରୁ ପ୍ରଥମ ପଞ୍ଚବାର୍ଷିକ ଯୋଜନାଠାରୁ ସମ୍ବଳ ଯୋଜନାର ଲକ୍ଷ୍ୟ ହାସଲ କରିପାରିଛି। ପ୍ରକୃତି ଓ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ସଂସ୍ଥା ଗଠନ କରାଯାଇଛି, ଯାହାକି ଇଣ୍ଟରନ୍ୟାସନାଲ ୟୁନିଅନ ଫର କନଜରଭେସନ ଅଫ ନେଚର ଆଣ୍ଡ ନ୍ୟାଚୁରାଲ ରିସୋର୍ସେସ, ଯାହାକି IUCN ଏହାର ଫୁଲ ଫର୍ମ। ଏହାକୁ ମଧ୍ୟ ମନେ ରଖିବା। 1 ମାର୍କରେ ଆସିବାର ସମ୍ଭାବନା ରହିଛି। ଜାତିସଂଘର ଏକ ସଦସ୍ୟ ଦେଶ ଭାବରେ ଭାରତ ଏହାର ନୀତିକୁ ଗ୍ରହଣ କରି ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେଉଛି। ସେହିଭଳି ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଯୋଜନା ମାଧ୍ୟମରେ ଏହି ସଂସ୍ଥା 5ଗୋଟି ଜାତିର ସଂଖ୍ୟା ପ୍ରତି ଦୃଷ୍ଟି ଦେଉଛି। ସେଗୁଡ଼ିକ ହେଲା ବିଲୁପ୍ତ ବା ନିଶ୍ଚିହ୍ନ ଜାତି, ଯାହାକି ବିଲୁପ୍ତ ହୋଇଯାଇଛି। ବିପଦସଂକୁଳ ଜାତି, ଯାହାକି ବିପଦସଂକୁଳ ଅବସ୍ଥାରେ ରହିଛି। ଅସୁରକ୍ଷିତ ଜାତି, ଦୁର୍ଲଭ ଜାତି, କମ୍ ଜଣାଥିବା ବା ଅଜଣା ଜାତି, ଏସବୁ। ପ୍ରାକୃତିକ ସମ୍ବଳର ସଂରକ୍ଷଣ ଦ୍ୱାରା ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ କରାଇବା ପାଇଁ ଚେଷ୍ଟା କରାଯାଇଛି। ସେଥିପାଇଁ ଭାରତ 1992ରେ ରିଓ ଜେନେରିଓ ବିଶ୍ୱ ବୈଠକ 1992ରେ ଯୋଗଦେଇ ପ୍ରାକୃତିକ ସମ୍ବଳ ଓ ପ୍ରାକୃତିକ ପରିବେଶ ସଂରକ୍ଷଣ ନିମନ୍ତେ ଅଧିକ ଧ୍ୟାନ ଦିଆଯାଉଛି। ଏଠାରେ ଲେଖାଯାଇଛି, ତୁମ ପାଇଁ କାମ। ଘରେ ବ୍ୟବହାର କରୁଥିବା 5ଗୋଟି ସମ୍ବଳର ତାଲିକା ପ୍ରସ୍ତୁତ କର। ଏହା ତୁମେ ନିଜେ ପ୍ରସ୍ତୁତ କରିବ। ତେଣୁ ଆମେ ସଂକ୍ଷେପରେ ଏହି ପାଠଟିକୁ ଆଲୋଚନା କଲେ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ପରବର୍ତ୍ତୀ କାଳ ଅନୁସାରେ ଆମେ ଅନ୍ୟ ଏକ ପାଠକୁ ଆଲୋଚନା କରିବା। ତେଣୁ ଯଦି ଏହି ପାଠଟି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ଏବଂ ସେୟାର କରିବେ ଏବଂ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ରହୁଛି। ଜୟ ଜଗନ୍ନାଥ।